ଆଜି ଆମେ ଜାଣିବା ଯେଉଁମାନେ କାଳିଆ ପଇସା ପାଉଛନ୍ତି ପିଏମ୍ କିଷାନ ପାଉନାହାନ୍ତି ତା ବିଷୟରେ ଆମେ ଜାଣିବା ଆଜି। ପ୍ରଥମେ କୌଣସି କେଉଁ ବ୍ରାଉଜରକୁ ଯିବେ, ସର୍ଚ୍ଚ କରିବେ ପିଏମ୍ କିଷାନ, ଅଫିସିଆଲ୍ ସାଇଟ୍ ଖୋଲିଯିବ। ଖୋଲିଲା ପରେ ଟିକେ ସ୍କ୍ରଲ୍ କରିବେ। ସ୍କ୍ରଲ୍ କଲା ପରେ ଦେଖିବେ ସବୁକିଛି ଏଇଠି ଲେଖା ହେଇଛି, ଭଲ ଭାବରେ ଦେଖିବେ। ମୁଁ ଯାହାର ଆପ୍ଲାଏ କରୁଛି ତାର ହେଉଛି କୌଣସି ଭୁଲବଶତଃ କଟିଯାଇଛି, ସେଥିପାଇଁ ଅପଡେସନ୍ ସେଲ୍ଫ ରେଜିଷ୍ଟ୍ରେସନ୍ ଉପରେ କ୍ଲିକ୍ କରୁଛି। ତାର ଆଧାର ନମ୍ବରଟି ଏଠି ମାରୁଛି। ଆଧାର ନମ୍ବର ମାରିଲା ପରେ ତା କ୍ୟାପଚା କୋଡ଼ଟା ଦେଉଛି। ସର୍ଚ୍ଚ ଉପରେ କ୍ଲିକ୍ କରୁଛି। ଦେଲା ପରେ ତାକୁ ମୋବାଇଲ୍ ନମ୍ବର ଦେଖାଇଦେବ। ମୋବାଇଲ୍ ନମ୍ବର ଯଦି ନ ଦେଖାଇବ ସେଠି ଏଡ଼ିଟ୍ ବି କରିପାରିବେ ଆପଣ। ତାପରେ ଗେଟ୍ ମୋବାଇଲ୍ ନମ୍ବର OTP ଉପରେ କ୍ଲିକ୍ କରୁଛି। କ୍ୟାପଚାଟା ଦେଇନି, କ୍ୟାପଚାଟା ଦେଇ ଦେଉଛି। ଦେଲା ପରେ ଗେଟ୍ OTP ଉପରେ କ୍ଲିକ୍ କରୁଛି। ତାପରେ ମୋବାଇଲ୍ ନମ୍ବରକୁ ଗୋଟେ OTP ଯିବ, ସେ OTPଟା ଏଠି ଦେଇଦେବା। ଗେଟ୍ ଆଧାର OTP ଉପରେ କ୍ଲିକ୍ କରିବା। ତା ଆଗରୁ କ୍ୟାପଚା ବି ଭରତେ ପଡ଼ିବ। ଉପରେ ଥିବା କ୍ୟାପଚାଟାକୁ ଭରିଦେବେ। ତାପରେ ଗେଟ୍ ଆଧାର OTP ଉପରେ କ୍ଲିକ୍ କରିବେ। ଆଧାର ନମ୍ବରକୁ ଗୋଟେ OTP ଯିବ। OTP ଦେଇ ତା ଉପରେ ଥିବା କ୍ୟାପଚାଟାକୁ ବି ଭରିବେ, ନହେଲେ ନେବନି। କ୍ୟାପଚାଟାକୁ ଦେଇ ଦେଉଛି। ତାପରେ କ୍ଲିକ୍ କରୁଛି ସବମିଟ୍ ଉପରେ। କିଛି ସମୟ ଘୁରିବ। ଘୁରିଲା ପରେ ତାର ଅଫିସିଆଲ୍ ସାଇଟ୍ ଖୋଲିଯିବ। ଦେଖିପାରୁଥିବେ ତାର ଅଫିସିଆଲ୍ ସାଇଟ୍ଟି ଖୋଲିଗଲା। ତାପରେ ନିଜର ଆଡ୍ରେସ୍ ଦେଇଦେବେ। ଆଡ୍ରେସ୍, ବ୍ଲକ, ଭିଲେଜ ସବୁ ଭରିଦେବେ। ଦେଇ ସାରିଲା ପରେ ତଳକୁ ଟିକେ ଆସିବେ। ତଳକୁ ଆସିଲା ପରେ ଏଠି ତାଙ୍କ ବାପା ନାଁଟା ଦେବେ। ବାପା ନାଁ ଦେବା ଲ୍ୟାଣ୍ଡ ରେଜିଷ୍ଟ୍ରେସନ୍ ID ଦେବେ। ଆପଣ ତ ଜାଣିଥିବେ କୌଣସି ଏକ ଫାର୍ମର ID ଅଛି, ଯଦି ଫାର୍ମର ID ଅଛି ଯଦି ଦେବେ, ନହେଲେ ନାହିଁ ଦେବେ ନାହିଁ। ଯେତେ ଲୋକର ଅଛି ମୁଁ ଦେଇଦେଉଛି। ଫାର୍ମର ଆଇଡ଼ିଟା ଦେଇକି ତାପରେ ଚାଉଳ କାର୍ଡ଼ ନମ୍ବରଟା ଦେଉଛି ଏଠି। ଡାହାଣ ପଟେ ଦେଖିବେ PM ମାନଧନ ଯୋଜନା, ଯଦି ଆପଣଙ୍କର ଥିବ ଆପ୍ଲାଏ ହଁ କରିବେ, ଯଦି ନହେଲେ ନ କରିଦେବେ। ତାପରେ ଆପଣ ଜମି ଯେଉଁ ଜମି ଅଛି ତା ଜମି ଟିକଟ ଦେବେ। ପ୍ଲଟ୍ ନମ୍ବର, ଖାତା ନମ୍ବର, ତା ଏରିଆ ସବୁ ଦେବେ। ଦେଲା ପରେ କୌଣସି ଏକ ଡେଟ୍ ବସାଇବେ। ଡେଟ୍ ବସାଇଲା ଏଡ୍ ଉପରେ କ୍ଲିକ୍ କରିବେ। ଜମିଟି ଏଡ୍ ହେଇଯିବ। ଏଡ୍ ହେଇଗଲା ପରେ ଆପଣ ଟିକଟଟିକୁ PDF ବନେଇଥିବେ, ତଳକୁ ଯିବେ, ଚୁଜ୍ ଫାଇଲ୍ ଉପରେ କ୍ଲିକ୍ କରିବେ। ଟିକଟଟିକୁ ଅପଲୋଡ଼ କରିଦେଇକି ସବମିଟ୍ ଉପରେ କ୍ଲିକ୍ କରିଦେବେ। ଆପଣଙ୍କର PM କିଷାନ ଆପ୍ଲାଏ ହେଇଯିବ।